ଆଜ୍ଞା ଏଇ ବାରବାଟୀ ଗଣେଶ ବଜାର ରୁ କଲଣ ଯିବା ରାସ୍ତାରେ ଯୋଉ ରାସ୍ତାର ଅବସ୍ଥା ଶୋଚନୀୟ ହେଇଛି, ଗେଟି ପଥର ସବୁ ଉଠି ଯାଇଛି, ଅଧା ଖଣ୍ଡିଆ ହେଇ ପଡିଛି ଦୀର୍ଘତ 10 ମାସ ହେଲାଣି। ଏଥିରେ ସ୍କୁଲ ପିଲା କଲେଜ ପିଲାମାନେ ଯାଇପାରୁନାହାନ୍ତି, ଯାତାୟାତ କରିପାରୁନାହାନ୍ତି, ହ୍ୟାଣ୍ଡିକ୍ୟାପ୍ଟ ମାନେ ପଡି ଯାଉଛନ୍ତି। ଆଜ୍ଞା ୟାକୁ ତୁରନ୍ତ ମରାମତି କରାଯାଉ, ମରାମତି କରା ନ ଗଲେ ଏଠି ଆନ୍ଦୋଳନ କରାଯିବ। ମୁଁ ଏଠି ଚଳାଚଳ କରୁଛି, ତେଣୁ ଏ ରାସ୍ତାର ପରିସ୍ଥିତି ବହୁତ ଜଟିଳ, କୋଉମାନେ କରିନାହାନ୍ତି। ତେଣୁ ଆମେ ଆଗାମୀ ଦିନକୁ ବହୁତ ସ୍କୁଲ ପିଲା ଏ ବାଟେ ବି ଛାତ୍ରଛାତ୍ରୀ ପଢୁଛନ୍ତି, ତେଣୁ ମୁଁ ବି 2-3 ଥର ପଢି ସାରିଲିଣି। ତେଣୁ ଏଥିପାଇଁ ମୁଁ କହୁଛି, ତେଣୁ ଆପଣ ଇଏ ତୁରନ୍ତ ପ୍ରଶାସନକୁ ଇଏ କରିକିରି ଏ ରାସ୍ତାର ନିର୍ମାଣ କରିବାକୁ ଇଏ କରନ୍ତୁ, ନହେଲେ ନାହିଁ ଯଦି ନ କରିବେ ଆମେ ଧାରଣା ଦବୁ। ଏ ରାସ୍ତାର ଯେମିତି ଚଳାଚଳ ଚାଲିଛି, ଲୋକ ପଡିକି ଯାତାୟାତ ଖଣ୍ଡିଆ ଖାବରା ହଉଛନ୍ତି, ପରିବା ଚାଷୀ ମାନେ ବି ଖଣ୍ଡିଆ ଖାବରା ହଉଛନ୍ତି, ଚାଷୀ ଭାଇ ବି ଖଣ୍ଡିଆ ଖାବରା ହଉଛନ୍ତି, ତାପରେ ଲୋକମାନେ ବି ଯାଉଛନ୍ତି ଯେତିକ ଖଣ୍ଡିଆ ଖାବରା ହଉଛନ୍ତି, ଗାଡି ମଟର ବାଡା ବାଡି ବି ହଉଛନ୍ତି, କଲେଜ ଛାତ୍ରଛାତ୍ରୀ ବି ସ୍କୁଲ ଛାତ୍ରୀ ବି ପଢୁଛନ୍ତି। ଏ ରାସ୍ତାର କେମିତି ପୁନର୍ବାର କାମ ଆରମ୍ଭ ହେଇପାରିବ, ସେ ବ୍ୟବସ୍ଥା ଆମେ ସରକାରକୁ ଅନୁରୋଧ କରୁଛୁ, କାମ ଆରମ୍ଭ କରିପାରନ୍ତୁ।